ଅର୍ମାସ ପକ୍ଷରୁ ଦ୍ୱିତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ। ଅର୍ମାସ ପରିଚାଳିତ ମୟୂରଭଞ୍ଜ ଫଳ ଓ ପନିପରିବା କୃଷକ ଉତ୍ପାଦକ କମ୍ପାନୀ ତରଫରୁ ମୁର୍ଗାବାଡ଼ି ସ୍ଥିତ ପ୍ରୟାସ ହଲ୍ ପରିସରରେ ଅର୍ମାସର ଡେପୁଟି ସିଇଓ ଭାଗ୍ୟଲକ୍ଷ୍ମୀ ରାଉତ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଦ୍ୱିତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ। ତେବେ ବର୍ତ୍ତମାନର ପରିବର୍ତ୍ତିତ ସମୟରେ ଥାଲାସେମିଆ, ସିକେଲ ସେଲ୍ ଭଳି ଦୁରାରୋଗ୍ୟ ତଥା ଆକସ୍ମିକ ଦୁର୍ଘଟଣା ପାଇଁ ଏବଂ ଅନ୍ୟାନ୍ୟ ଅସାଧ୍ୟ ରୋଗର ଜରୁରୀ ଅସ୍ତ୍ରୋପଚାର ପାଇଁ ରୋଗୀର ଅମୂଲ୍ୟ ଜୀବନକୁ ବଞ୍ଚାଇବା ଲାଗି ବହୁ ସମୟରେ ରକ୍ତର ହଠାତ୍ ଆବଶ୍ୟକତା ଦେଖାଦେଉଛି। ତେଣୁ ଏହାର ଦୂରୀକରଣ ପାଇଁ ରକ୍ତଦାନର ଆବଶ୍ୟକତା ଜରୁରୀ ଥିଲାବେଳେ ସମାଜର କଲ୍ୟାଣ ପାଇଁ ଏହି ଶିବିର ଆୟୋଜନ କରିଥିବାରୁ କୃଷକ ଉତ୍ପାଦକ କମ୍ପାନୀର ଏହି ମହତ ଉଦ୍ୟମ ନିଶ୍ଚିତ ପ୍ରଶଂସନୀୟ ବୋଲି ସେ କହିଥିଲେ। ଆମର ଯେଉଁ ମୟୂରଭଞ୍ଜର ଅର୍ମାସ ଅଛି ତାଙ୍କର ଆଲିପୁରରେ ଆମର ଯେଉଁ ମୟୂରଭଞ୍ଜର ଫଳ ଓ ପରିବା ଚାଷୀମାନଙ୍କର ଯେଉଁ ଉତ୍ପାଦକ ସଂଘ ଅଛି ତାଙ୍କ ତରଫରୁ ଆଜି ଏକ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଆମର ଏଇଠି ସ୍ଥାନୀୟ ପ୍ରୟାସ ହଲ୍ରେ ଆୟୋଜିତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଦେଖୁଛୁ ପାଖାପାଖି 15 ଜଣ ଡୋନର ଏକାଠି ହୋଇସାରିଲେଣି। ଆଜି ଆହୁରି ଡୋନର ଆସିବେ। आशा करूँ आमर जो ये संगठन जो लक्ष्य अच्छी आज यथेष्ट संख्यार रक्त संग्रह करी ब्लड बैंक को दान करेंगे। ଏହି ରକ୍ତଦାନ ଶିବିରରେ ବାରିପଦା ରକ୍ତ ଭଣ୍ଡାରର ଅଧିକାରୀ ଡକ୍ଟର ସୌମ୍ୟ ରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରକ୍ତ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରାଯାଇଥିବା ବେଳେ ଉକ୍ତ ଶିବିରରୁ ମୋଟ 35 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସବୁବେଳେ କଥାରେ ନାହିଁ ଯଦି ମୋ ଘରର ମୁରବୀ ଯଦି ଆगे ଇନିସିଏଟିଭ ନ ନେବ ଅନ୍ୟମାନେ ମୋଟିଭେଟେଡ ହେବେନି। ତ ରକ୍ତଦାନ ଗୋଟେ ମହତ୍ ଦାନ, ଆମେ ଲୋକଙ୍କୁ ଜୀବନ ଦେବାରେ ସାହାଯ୍ୟ କରିପାରିବା। ତ ମୋର ସମସ୍ତଙ୍କୁ ଏ ଶିବିର ମାଧ୍ୟମରେ ନିବେଦନ କି ସମସ୍ତେ ରକ୍ତଦାନ ଦିଅନ୍ତୁ ଆଉ ଏ ମହତ୍ କର୍ମରେ ନିଜକୁ ନିୟୋଜିତ କରନ୍ତୁ। ବ୍ୟୁରୋ ରିପୋର୍ଟ, ସ୍ପଟଲାଇଟ୍ ଇଣ୍ଡିଆ।